मामा ना ना गाले टकरा मोबले पूरा आकेल बुढ़ा देना हां गोला कर छे रखी दउ छेटी तो वो नहीं गला दमा तो गोटे जगह तीन तीन नाना नहीं जाओ ना कतरा शीघ्र शीघ्र भल हो तू नर्स दे दंती ना मु तो देना काटियो ए सब नर्स वाला अच्छा देख देख ये तो ओ भारी नहीं तो फुले नहीं तो कल डाके डाको से फुलुची हुतलु हुतलु मासे जाऊँ रोषे कर शागु भाव जो खातु पचार के मत कहबू मानदेवी ना ना मुझे सका नहीं आस तू तो कहलु नाना पचारू जब शागु खाया कथा कह खरा बेलू देदेवी फुली फेल जाए मो सिचुएसन हम से कह ना तो हो ना हो मु तो दिन दिन छाड़ एवं सीमा को देखा कर पलि आसली कि पुओ को टे धरली कहीं बाहर को मुझे सब खाइबा नहीं कि आसली देकी आसली आउ माछ बाछ भी नहीं आसली गाड़ी में रखिदे देखिए तो से माने धरली इनफेक्शन हम बोली छोट पिला कहली मुझे जाऊँगी रोषेईबास कर खरा बेलू भाई आउ स्वस्तिक आसले रे मुझे खाइबा आनी माने नहीं आसिक रोषे करी चलो जा घर को धन झील सब घरे अच्छे बापा बो समस्ते शोई सका सका पलि आसी आसिक गोटे टिफिन दे गली नाना जब थे भाई तो सीडीए रोचे सी मो घर पाखे ये माने ऑपरेशन होती तो पाख बोली मुझे मना कली मैंने भाई की कहना व्यस्त होगी आसबेनि मुझे सका जी टिफिन टे नाना को देदेक तो देखा कर पलि आसबि आउे स्वस्तिक भाई कहूँ शोक उठला आराम से फ्रेश होगी आसबि चलो जा घर को समस्ते वेट करेंगे खाइबा नहीं गले समस्ते खाइबे डाकी डाकी तलू पड़े आसलु चुचु ना चुचु आ ना चल माछ माछ चल चल मु आसुची गोटे पिला ऊपर डाकी डाकी मामा मामा पड़े आसला ए माछ सीटा नहीं चलो साधा पियाज देवी खाई पियाज गोटे दे कौन कहलु तुम जो मम्मी को देखा ना स्वस्तिक आसना स्वस्तिर ट्यूशन अच्छी 8:30 बेले ना ट्यूशन सरिकी सरला आसबे देवी मु रोषे कर दिए खरा बेलू को बाबा सागर नहीं पलैब मो डाडी स्वस्तिक खाई दे खाई दे जाई पड़ खा बो चलो गाधेब चलो आसीगलु चुचु आने जाइलु तलू को मु टमाटो बाबा को पठेदी ना चुचु आने पठेदी हाँ भाई देख भाई जेज सब खाईदे देख धनिया पत्र आंच चुचु देखु देख चुचु आनी ते दौची देख तू पलैया लाडू हाँ माई टिके इडली खाई माई पानी दे मते पानी आनी दो से खाइबन एने कौन दोसा सांबर काली की दोसा का मन हो जो बिरी आउ सब बाटी दे तू कर दू
ଆମ ତ ସାଙ୍ଗ ଖାଇବା। ମୁଁ 10 ଟଙ୍କା ଦେଲି ଗୋଟେ ବାଗଟା ସେ ଜଣେ ଦେଇଯାଇଛି ଜାଣିପାରୁନାହାନ୍ତି ଦୁଇଟା ଗଲେ ଆଉ 10 ଟଙ୍କା ଦେଇ ଆସି ଆଉ କ'ଣ। ମୁଁ ତାଙ୍କୁ ଦେଇଦେଇଛି ଓ ଏଇ ଚକୋଲେଟ୍ ଦୁରା ସେଟ୍ ହେଇଛି ଜଣା ପଡ଼ୁନଥିଲା। ଜଣା ପଡ଼ୁନି ତମେ ବି ସେଟା ପର୍ଯ୍ୟନ୍ତ ଲକ୍ଷ୍ୟ କରିନଥିଲ। ମୁଁ ଖୋଲିଦେନି ଏକାଥରେ ଖୋଲିଲା ବେଳକୁ ଦେଖିଲା ଦେଇଦେଲି। ହଁ ହଁ ତୋ ଭାଇର ଗୋଟେ ଆଉ ସେଠି ଜରିଟା ଭାଇ ପାଟି ପାଇଁ ଆଣିନଥିଲି ଭାଇର ବି ପଳେଇ ଆସିଥିଲୁ ଗଲାବେଳକୁ ସେଇଠି 10 ଟଙ୍କା ଦେଇଯିବ ସେ ମଉସା। କହିଲେ କାହିଁ ଝଗଡ଼ା। ଖାଇଦେ ଲୁଟିଲି। ଏଇଟା କ'ଣ ମାଛ ଖାଇବୁ? ଏ ଚିଙ୍ଗୁଡ଼ି ଖାଇବୁ? ଖୋଇଦିଅ ଲାଡ଼ୁ ଖୋଇଦିଅ ଟିକେ। ହେଇଲୋ ସେଇ ଲଗେଇବି ନା ଖା ଗୋଟେ ଖା କିଏ ଖାଇବ ସେଟା? କିଏ ଖାଇବ ଏଟା? କିଏ ଖାଇବ? ଲାଡ଼ୁ ଖାଇବଟି? ଆଉ କିଏ ଖାଇବ? ଆଉ କିଏ ଖାଇବ? ଆଉ କିଏ ଖାଇବ? ଭାଇ ଆଉ କିଏ? ଆଉ କିଏ? ଆଉ 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 ଜେଜ? ଜେଜ ମାମାମ୍ କରିବେନି? ବୋଉ ତ ଆଇଁଷ ଖାଇନି ବୋଉ କ'ଣ ଖାଇବ? ବୋଉ କ'ଣ ଖାଇବ? ସେଇଠି କ'ଣ ହେଲା? ମାଛ ଭାତ ଦେ ପଖାଳ ଖାଇଦେବ। ମାଛ ଭଜା ସହିତ ପଖାଳ ଭାତ ଖାଇବ ଏବେ ଖାଇଦେଇକି ଦୋକାନ ଯିବା ତାପରେ ଆସିଲେ ଯାହା ହେଇଥିବ। ତୁ ଖାଇବୁ ବାବା ସାଙ୍ଗରେ ପଖାଳ ଖାଇବୁ? ତମେ ଆସିକି ରୋଷେଇ କରିଦିଅ ନେଇଯିବ। କ'ଣ ଡାଡୁ ମାଛ ଧୋଇବ? ଆଉ ଧୋଇଦେବ। ମାଛ ଧୋଇଦେ ଯା। ଚାଲ ମାଛ ଭଜା ଆମର କମ୍ପ୍ଲିଟ୍ ହେଇଗଲାଣି। ସେଠି ସବୁ ମାଛ ଭଜା ହେଇକି ରଖା ହେଇଛି। ସେଠି ଚିଙ୍ଗୁଡ଼ି ବି ଭଜା ହେଇଛି। ଖାଲି ମୁଣ୍ଡ ଟିକେ ଭାଜିଦେବା। ଏଠି ପୋଇ ଲଙ୍କା କଖାରୁ ସାରୁ ତାକୁ ସବୁ କାଟିକି ରଖିଦେଇଛି। ପୋଇ ପତ୍ର କଟା ହେଉଥିଲା ମୁଁ ଉଠେଇଗଲି ତା ବାବାଙ୍କୁ ଖାଇବାକୁ ଦେବା ପାଇଁ। ଦେଖୁନ ମାଛ କାକୁଡ଼ି ତିଆରି କରି ବସିଗଲେ ପଖାଳ ଖାଇବା ପାଇଁ। ତାଙ୍କ ପାଖରେ ବସିଯାଇଛି ଲାଡ଼ୁ। ସେ କହିଲେ ଟିକେ କାକୁଡ଼ି ଧରିକି ଲୁଣକୁ ଧରିକି ଖାଉଛି। ଏଠି କ'ଣ ବାବା ମାଛ ଭାତ ଖାଉଛନ୍ତି ଯଦି ମାଛ ଭାତ ଖାଉନୁ? କାକୁଡ଼ିକି ଲୁଣ ମାରିକି ଖାଲି ଖିଆ ହେଉଛି। ସେ ଲଙ୍କା ରାଇତା ଟିକେ ଖୋଇଦିଅନି ଟିକେ ଟିକେ ଖା ଲୁଲୁ ବବୁଲୁ କେମିତି ଲାଗିବ? ଲଙ୍କା ଖାଇଲେ କେମିତି ହବୁ? ନା ତୁ ବାବା ଗଲେ ଦୋକାନକୁ ଯିବୁ ଖାଇସାରିକି। ଶୁଣୁ ବାବାଙ୍କ ସାଙ୍ଗରେ ଯିବୁ। ବାବାଙ୍କ ସାଙ୍ଗେ ଦୋକାନକୁ ଯିବୁ ନା? ସେ ପାଇଛି ତ ଲୁଣ ଲଗେଇ ଚାଟି ପକଉଛି ଆଉ ସେ ଲଙ୍କା ଆଉ ଦେବି ଆଉ ଗୋଟେ ଚିଙ୍ଗୁଡ଼ି ଦେବି କି? ଚିଙ୍ଗୁଡ଼ି ଦେବି। ଦେଖନ୍ତୁ ମାମା ଏଇଠି ଖାଇବା ବସେଇ ଦେଇକିନା ଯାଇଛନ୍ତି। ବୋଉ କ'ଣ ମାମା ଖାଇବା କ'ଣ? ଖାଇବା ମାଛ ତରକାରୀ ହେଇଛି ଆଉ ଚିଙ୍ଗୁଡ଼ି ମାଛ ମୁଣ୍ଡ କରିକି ପୋଇ ଛିଞ୍ଚଡ଼ା ହେଇଛି। ମାମା ଆମେ ଖାଇବାନି ନା ଡାଡିଙ୍କ କତିକି ଯିବା ନା ଡାଡି ଆମ ଘରକୁ ଆସିବେ ଖାଇବା ପାଇଁ? ଡାଡି ମେଡ଼ିକାଲ ନେଇଯିବେ ଖାଇବା ସେଠି ଖାଇବେ। ଆମେ ନେଇକି ଯିବା ନା ଡାଡି ଆସିବେ? ଏଥିରେ କ୍ଷୀର ଦେଇଦେବା। ହଁ ମାମା ଟିକେ ଲେମ୍ବୁ ପାଣି କରିଦେଉନା। ଲେମ୍ବୁ ପାଣି ଏବେ କାହିଁକି? ନେଉନା ଚାଲ ଯିବା ଚାଲ। ଲାଡୁ ମାମା ଚାଲ। ମାମା କାଲି ଆସିଲା ଏ ନୂଆ କବରଟା ନା? ଆମର ବ୍ୟାଟ୍ ବଲ୍ ବି ଆସିଲା। କ'ଣ ହେଲା ସେଇଟା ନେଇ କ'ଣ କରିବୁ? ମମି ପାଇଁ କ୍ଷୀର ଯିବ ପା ଆଜି ବା। କ'ଣ ହଉ ତୁ ଆସୁନୁ ମୁଁ ଖାଇବା ପୁରେଇବି। ହଁ ଲେମ୍ବୁ ପାଣି କରିଦେବି ତାକୁ ନେଇକି
ମୋ ରୋଷେଇ ପୁରା କମ୍ପ୍ଲିଟ୍ ହେଇଯାଇଛି। ଏଥିରେ ଦେଖନ୍ତୁ ମାଛ ତରକାରୀ, ଆଉ ଏଥିରେ ଚିଙ୍ଗୁଡ଼ି ମାଛ ମୁଣ୍ଡ ପକାଇକି ମାଛ ଛେଞ୍ଚଡ଼ା ହେଇଯାଇଛି। ବାପାଙ୍କୁ ଏବେ ଖାଇବାକୁ ବାଢ଼ିଦେବା, ବାଢ଼ି ସାରିଲା ପରେ ସୀମା ପାଇଁ ପ୍ୟାକିଂ କରିଦେବା। ଏଠି ତା'ର କାକୁଡ଼ି ପିଆଜ ସବୁ ଇଏ କରିଦେଇଛି। ଏଥିରେ ଗରମ ପାଣି ପ୍ୟାକ୍ କରିଦେଲି, ଏଥିରେ କ୍ଷୀର ବି ପ୍ୟାକିଂ କରିଦେଲି। ବୋଉଙ୍କ ପାଇଁ ଏଠି ସାଧା ହେଇଛି, ବାପାଙ୍କ ପାଇଁ ଖାଇବା ବାଢ଼ିଦେଲି। ବାବାଙ୍କ ପାଇଁ ଖାଇବା ବାଢ଼ି ସାରିଲା ପରେ ସୀମା କତିକି ନେଇଯିବ। ମାମା ଯୋଉ ପ୍ୟାକିଂ ସରିଲା ମମି ଡାଡିଙ୍କ ପାଇଁ। ମାଛ ତରକାରୀ, ହେଲା ମାଛ ଛେଞ୍ଚଡ଼ା, ଇଏ ହେଲା କାକୁଡ଼ି ସାଲାଡ, ଆଉ ସେଇଟା ହେଲା ମୋ ପ୍ରିୟ। ଲଙ୍କା, ଇଏ ହେଲା ଆମ୍ବ। ଆମ୍ବ ତ ଡାଡି ଖାଇବେନି, ହଁ ଯିବ ସ୍ୱସ୍ତିକ ପାଇଁ। ତୁ ଯିବୁ? ହଁ ମୁଁ ବି ଯିବିନି। ହଉ ତମେ ନା ମୁଁ ସିଏ ବା ଯୋଉ ମମି ଫୋନ୍ କରିଥିଲା, ମମି କହିଲା ଯୋଉ ଆସେ ନା ଭାଇ ଯାଉଛନ୍ତି, ଦେଇଦେବୁ ଭାଇଙ୍କ ସାଙ୍ଗରେ ତଳକୁ, ତଳକୁ ନେଇକି ଯିବା, ଡାଡି ଆସୁଛନ୍ତି ଦେଇଦେବା ତଳେ ହେଲା। ହଉ ଏଇଥିରେ ଦେଖ, ଏଇଟା ହେଲା ଗୋଟେ କୁନି ତାଟିଆ, ଏଥିରେ ଲୁଣ ଆଉ ଲଙ୍କା। ଲୁଣ ଲଙ୍କା କିଏ ଖାଇବ? ଲୁଣ ଲଙ୍କା ଯଦି ମୁଁ ଖାଇବି। ଖାଇବୁ। ଆଉ ଏଇଥିରେ ପିଆଜ ତ ହେଇଗଲା କ'ଣ ଭାତ ଗୋଟେ ଜିନିଷ ଦେଲନି। ତା ଉପରେ ଏମିତି ଏଇଟାକୁ ରଖିଦେଲେ ଏଇଟା ଚାପି ହେଇକି ଗୋଟେ ଜିନିଷଟା ଦେଲନି। କ'ଣ ପିଆଜ ପିଆଜ ତା ଦେହରେ କାଟିକି ପକେଇଛି, ସେଥିରେ ଲୁଣ ଫୁଣ କିଛି ପକେଇନି, ଲେମ୍ବୁ ବି ଚିପୁ ନାହିଁ, ଶୁଖିଲା ଦେଇଦେଲି। ସେଇଟା ହେଉଛି ମାନେ ଡାଡ଼ି ଖାଇଲା ବେଳେ କରିବେ। ଆଉ ଏଇ ଦୁଇଟାରେ ଏଥିରେ ରହିଲା ଗରମ ପାଣି ମମି ପାଇଁ, ଏଥିରେ ରହିଲା କ୍ଷୀର। ଗରମ କ୍ଷୀର। ମାଇଁ ହେଇରେ ଗାଡ଼ି ଆସୁଛି, ସାଇଡ୍ ଯିବୁ? ଭାଇ କରିଦେ, ଭାଇ କରିଦେ, ଭାଇ ପଳେଇଲା। କିଏ କିଏ ଡାଡି ପଳେଇଲେ। ତୁ ବେବିକି ଆଣିବୁ? ବେବି କେମିତି ଆଣିବୁ? ସେଠି କାନ୍ଧରେ ବସେଇକି ଆଣିବୁ। ବେବି କେମିତି କାନ୍ଦୁଥିଲା? ବେବି କେମିତି କାନ୍ଦୁଥିଲା? କହୁଥିଲା ଦିଦି ଏ ଏ ବେବି କେମିତି ବେବିକି ଆଣିବୁ? କୋଉଠି କୋଉଠି ଆଣିବୁ ବେବି? ଏଇଠି ମାମା ଏଇଠି କାନ୍ଧରେ ବସେଇକି ମାନେ ବେବିକି ନେଇ ଆସିବ। ସେ କହୁଛି ହଁ ଲାଡୁ କାଇଁ ଲାଡୁ କାଇଁ। ଓହୋ ଗାଧେଇ ପାଧେଇ ଫ୍ରେଶ୍ ହେଇଗଲ? ହଁ ମୁଣ୍ଡଟା ତ କୁଣ୍ଡା ହେଇନି। ଚାଲ ଚାଲ ଖାଇବା ଚାଲ। ନମସ୍କାର ମ୍ୟାମ୍। ଆମେ ଏବେ ରୋଷେଇବାସ ସାରି ସନ୍ଧ୍ୟାବେଳେ ମାନେ 8ଟା ପରେ ହେଇଗଲାଣି। ଏବେ ଆମେ ବାହାରିଲୁ ସୀମା ପାଖକୁ। ସେ ଆଜି ରୁଟି ସନ୍ତୁଳା ଖାଇବେ ବୋଲି ତାକୁ ସାର୍ କହିଛନ୍ତି। ତା ପାଇଁ ରୁଟି ସନ୍ତୁଳା ନେଇକି ଯାଉଛୁ ଆଉ। ଆଉ ଦିନରେ ତ ଯାଇଥିଲି, ଜଷ୍ଟ ଦେଖା କରିକି ପଳେଇ ଆସିଥିଲି। କୁଆଡ଼େ ଭୁବନେଶ୍ୱର ଯାଉଛି। କାହିଁକି? ରୋଷେଇବାସ ସାରି କାମ ଗାଡ଼ି ଯେଉଁ କାମ ସବୁ ସାରି ବାପା ବୋଉ ସବୁ ଖାଇବାକୁ ପିଇବାକୁ ସବୁ ଦେଇ ସାରିଲା ପରେ ମେଡ଼ିସିନ ପତ୍ର ଦେଇକି ମା ପୁଅ ବାହାରିଲୁ। ତାକୁ ଟିକେ ଖାଇବା ଦେଇକି ତାକୁ ଟିକେ ଅଧଘଣ୍ଟେ ଖଣ୍ଡେ ବସିକି ଆସିବା ଆଉ। ମୁଁ ଯାଇକିନା ମମିଙ୍କୁ ଧରିବି। ମମିକି ଧରିବୁ? ମୁଁ ଯାଇକିନା କୁନି ବେବିଙ୍କୁ ଧରିବି, ଗେଲ କରିବି, କୁନି ଭିତରେ ରହିବି। କୁନି ପାଖରେ ରହିବୁ? ଆଉ ରାତିରେ ଆସିବୁନି? ଆଜି ରହିବୁ କୁନି? ରାତି ଟାଇମଟା ବସିକିନା ଗେଲ କରିବି। ତୁ ଲେଟ୍ ହେଲା। ଆଜି ପୁରା ମନ ଖୁସିରେ ଟିକେ ରହିବା, କଥା ହେବା, ପୁରା ଆଖି ଟିକେ ବସିଲୁ ଆଖି ପୁରା ଟିକେ ଦେଖିବା, ତାପରେ ରେଣା ଆସିବା, ନହେଲେ ହଉ ଚାଲ। ଟାଟା। ଦେଖୁନ ଆମର ମାମା ମୋ ଜନ୍ମଦିନ ଏମିତି କରିବା। ମତେ କାହିଁ ଲାଗୁନି। ଲାଗୁନି? ମୋ ଜନ୍ମଦିନ ମୋ ବାହାଘର ରାସ୍ତା ସଜେଇବି। ରାସ୍ତା କାହିଁ ସଜେଇବି? ତୋର କ'ଣ ବାହାଘର? ଏବେ ଓହ୍ଲା ନା ସେଠି ବସିବୁ? ମୁଁ ବି ଏଠି ଜନ୍ମ ହେଇଥିଲି। ହଁ ବା ତୁ ବି ଏଠି ଜନ୍ମ ହେଇଥିଲୁ। ଆମେ ଆସି ପହଞ୍ଚିଗଲୁ ସୃଷ୍ଟି ହସ୍ପିଟାଲରେ। ଏଇଠି ସୀମାର ଡେଲିଭରି ହେଇଛି।
କୋଉଠି ବେଙ୍ଗ ତତେ ଖାଇଗଲା ବେଙ୍ଗ। ଜୟ ଜଗନ୍ନାଥ। ଚାଲ ଚାଲ। ଏଠି ସବୁ ଗଛ ଲାଗିବ ଡେକୋରେଟ୍ ପାଇଁ ରଖା ହେଇଛି। ଚାଲ ଚାଲ କ'ଣ ଝୁଲିବୁ ସେଇଠି ଝୁଲିବୁ ଝୁଲ 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 ତା ତଲେ ଏପଟେ ପଶିଯାଇଛି। ଏଇଟା ଆମକୁ ସମସ୍ତେ କୁହନ୍ତି। ଭାଇ ଆଇଲାନି କିଲୋ? ହଁ କହୁଛି ବା କହୁଛି ଆସିଗଲା ଧନ ଭାଇ ତ ରସଗୋଲା ନେଇକି ଆସିଥିଲେ। ସେ କାହା ଭଳିଆ ହେଇଛି କହ? ତୋ ଭଳିଆ ଧନ? ଗାଲଟା ମୋ ଭଳିଆ, ପାଟିଟା ତମ ଭଳିଆ, ଆଉ ନାକଟା ହେଲା ବାପା ଲାଡୁ ପଡିକା, ଆଉ ମୋ ଭଳିଆ କଣ ହେଇଛି? ଆଖିଟା ହେଇଛି ଷଷ୍ଠୀ ଭଳିଆ। ନା ଷଷ୍ଠୀଟା ଖୁସି ଭଳିଆ ହେଇଛି। ସେ ଯୋଉ ଲଗାଏ କଟକରେ ଆଉ କିଏ ଅଛନ୍ତି? ସେ ଭାବୁଛି ଧନ ଭାଇ କଣ କରିବ ମୋ ସହିତ। କଣ କହୁଛି? ହାତ ଲଗେଇବୁନି ଆଉ ଗୋଟେ ତାକୁ ନେଇ ଆସିବ ଏଠି କାନ୍ଥରେ ପକେଇକି କାହା ଭଳିଆ ହେଇଛି? ସେ ଲିପଷ୍ଟିକ୍ ଲଗେଇଛି କାହା ଭଳିଆ ହେଇଛି କହୁନୁ? ମାମା ନା ଗାଲଟା ପୁରା ମୋ ଭଳିଆ ହେଇଛି, ପୁରା ଆପେଲ ଭଳିଆ ଗାଲ। ଆପେଲ ଭଳିଆ ହେଇଛି? ଆପେଲ ଚୁଟି କାଟିବ ବୋଲି ତା ନାଁ କଣ? ଆରେ କିଏ ବା? ମମିଠାରୁ ସେ ଘୋରା ନା ଆଉ ମମିଙ୍କର ମୁହଁ ତାଙ୍କ ମୁହଁରେ ତାଙ୍କର ମୁହଁ ଟିକେ ବଡ, ତାଙ୍କର ଟିକେ ଛୋଟ, ତାଙ୍କର ଟିକେ ଲମ୍ବାଳିଆ ଭୁଲୁଲା, ତାଙ୍କର ପୁରା ଗୋଲ, ତାର ମୁହଁ ଟିକେ ଶୁଖିଲା। ଜମା ଝିଅ ଦେଖିଲା ଗଲା ବେଳେ ଜମା ନେଇଯିବ ନର୍ସା କରିକି ଥୋଇଦବ ନର୍ସା କରିକି ଥୋଇବ ଜମା ଦେଖିବ ଝିଅକୁ ଦେଖିବନି ପାଗ ଝିଅଟା ହେଲା ସବୁଦିନ ବେଳେ ନଉଛି ନା କଣ? ଏଇ ତଳ ଅସନା ହେଇଛି ଧନ। କିଛି କାମ କରୁନି ମୁଣ୍ଡ ମାଡ଼ ହେଇଯାଇଛି। ଗୋଟେ ପିଲା ମୋ ପାଇଁ କେତେ ହଇରାଣ ହଉଛି, ଖାଇବା ପିଇବା ନା। ଗୋଟେ ପିଲା କେତେ ହଇରାଣ ହଉଛି ଖାଇବା ପିଇବା, କହିବ ଏଇଠି ପାଖକୁ ପଳେଇଲେ ମତେ ହଇରାଣ କରିବା ପାଇଁ, ଦୂରରେ ହେଇପାରିଲାନି ପାଖକୁ ପଳେଇଲେ ମତେ ହଇରାଣ କରିବା ପାଇଁ କହୁଛି।
କିଛି ଖର୍ଚ୍ଚ ହବନି ସେ ଷ୍ଟାଚୁ ଆଉ କିଛି କରିବି ଦିଲଟା କୁତୁ କୁତୁ ହଉଛି। ଗୋଟେ ଫଟୋ ଉଠେଇଦେଲି ଧରିଥିବୁ ଜମା ହାତ ଇଏ କରିବୁନି କିଛି ସିଏ ତ ପସନ୍ଦ କରୁନାହିଁ କହୁଛି ବଡ଼ ଭାଇଟା ଏଟା ଦୁଷ୍ଟ ଦୁଷ୍ଟ ଭାଇଟା ବୋଲି ଫଟୋ ଉଠିବ ନା ହସିଲାନି ଫଟୋ ଉଠିବ ନା ହଁ ସେ ଶୁଣୁନ ହସିଲାନି ଏମିତି ହସୁଛି ତାର ହସି ସେ କହୁଛି ବଡ଼ ଭାଇଟା ତ ଦୁଷ୍ଟ ଭାଇଟା ଏଇଟା ହେଇକି ନା ତା ମାମା ତାକୁ ମାମା ମାମାକୁ ଖରାପ ବଡ଼ ଭାଇଟା ହେଇକି ନା ସେ ମାମା ବହୁତ ମତେ ଖରାପ କରିଦବ ମନା ହଉଛି ଯେ ନାକୁ ନା ଘଷି ଦେବ ମନ ହଉଛି ନା ନାକୁ ଘଷି ଦିଅନ୍ତି ଟିକେ ଏତେ କେଲୁଗଡ଼ା ସେ କୋଉଠି ରଖିବ ବାବା ଫୋନ୍ କଲେଣି ଦିଥର ଝିଅ କାନ୍ଦୁଛି 10:30 ପରେ ହେଇଗଲାଣି ନା ସେ ଶୋଇବା ଟାଇମ୍ ହେଇଗଲାଣି କାନ୍ଦୁଥିବ ଯାଉଛି କ'ଣ ଦରକାର ସକାଳେ ଫୋନ୍ ମାରିବୁ ଗରମ ପାଣି କି କ'ଣ ଯଦି କହିବୁ ମୁଁ ଆଣି ଦେଇଦେବି ହେଇଗଲା ଆଉ ଚାଲ ଜଲ୍ଦି ପଳେଇବା ଝିଅ କାନ୍ଦିଲାଣି